କରିପାରିବନି ଯେଉଁଗୁଡ଼ା ବଡ଼ ବଡ଼ କଥା କୁହନି, କରିବା ପାଇଁ ଚେଷ୍ଟା କର ତାହେଲେ ହେବ। ମୁଁ ଜାଣିବାରେ ମୋର 60 ବର୍ଷ ଅଭିଜ୍ଞତାରେ ମୁଁ 3-4ଟା ମ୍ୟୁନିସିପାଲିଟି ଡିଲ୍ କରୁଛି, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ଚିଲିକା, ବାଣପୁର। ମୋର ଅଭିଜ୍ଞତାରେ ମୋର ପଞ୍ଚାୟତରେ ବଢ଼ିଆ କାମ ହେଉଛି। ଭୁବନେଶ୍ୱର ସହର ଯୁଆଡ଼େ ଦେଖିବ ଖାଲ। ଆଜି ମୁଖ୍ୟମନ୍ତ୍ରୀ କହି ସବୁ ଖାଲ ମୁଜି ଦେବେ। କେଉଁଥିରେ ମୁଜି ହେବ? ତୁମେ 1.5 ବର୍ଷ ହେଲା କେତେ ମୁଜିଛ? କହିଛନ୍ତି ଯେତେ ଡ୍ରେନ୍ ସବୁ କଭର ପକାଇଦେବେ। କାହାକୁ ପକାଇଛ? ପାଣି ନିଷ୍କାସନ ସବୁଠି କରିଦେବେ। ତୁମେ ଇସ୍କନ ପାଇଁ କଲଣି, ଆଚାର୍ଯ୍ୟ ବିହାରରେ କଲଣି, ଚନ୍ଦ୍ରଶେଖରରେ କଲଣି, ପଟିଆରେ କଲଣି, ରସୁଲଗଡ଼ରେ କଲଣି, ବମ୍ବିଖାଲରେ କଲଣି, ବରଗଡ଼ ନଖିସାଗର ଓଲ୍ଡ ଟାଉନରେ କଲଣି, ପୋଖରୀ ପୁଟୁ 6 ନମ୍ବରରେ କଲଣି, ଗାଢ଼ ବାଟ ରୋଡ଼ ଯାକ ପାଣି ଚାରିଆଡ଼େ ଜମୁଛି। କରିପାରିବନି ଯେଉଁଗୁଡ଼ା ବଡ଼ ବଡ଼ କଥା କୁହନି, କରିବା ପାଇଁ ଚେଷ୍ଟା କର ତାହେଲେ ହେବ। ସେମିତି କିଛି ଏଥିରେ ଗୋଟେ କ୍ରେଡ଼ିଟ୍ କିଛି ମୂଲ୍ୟ ନାହିଁ। ବରଂ ପଞ୍ଚାୟତରେ ରହିଛି ବଢ଼ିଆ କାମ ହେଉଛି, ସରପଞ୍ଚମାନେ ବଢ଼ିଆ ତଦାରଖ କରି କାମ କରୁଛନ୍ତି, ସରକାର ମଧ୍ୟ ଅଧିକ ଟଙ୍କା ଦେଉଛନ୍ତି। ମ୍ୟୁନିସିପାଲିଟି ହେଲା ମାନେ ଟ୍ୟାକ୍ସ ପଡ଼ିବ, NSC ଟ୍ୟାକ୍ସ ପଡ଼ିବ, ତୁମ ପଞ୍ଚାୟତରେ ଟଙ୍କାରେ ଦେବାକୁ ପଡ଼ୁନି। ବରଂ ତଣ୍ଟିକି ଚିପିକି ଟ୍ୟାକ୍ସ ଆଦାୟ କରିବେ। ସେଥିରେ କିଛି ବିରାଟ ବଡ଼ ହେଇଯାଇଛି ଯେ NSC କେତେଟା କରିଦେଲେ, ମ୍ୟୁନିସିପାଲିଟି କରିଦେଲେ। ତେବେ ଯେଉଁ ମ୍ୟୁନିସିପାଲିଟି NSC ସବୁ ଅଛି, ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ଆମର ବାଣପୁର, ଆଗ ରୋଡ଼ କାମ କର, ଡ୍ରେନ୍ କାମ କର, କିଛି ହେବାର ନାହିଁ। ଭଲ ସେଇଟା ହେଇଛି, ଭଲ ହେଇଛି ମଧୁବାବୁଙ୍କ ପାଇଁ। କାରଣ ଯଦି ଉତ୍କଳ ହେଇଛି, ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ହେଇଛି ମଧୁବାବୁଙ୍କ ପାଇଁ ଏବଂ ପାରଳା ମହାରାଜାଙ୍କ ପାଇଁ, ତେଣୁ ତାଙ୍କ ନାଁରେ କରାହେଇଛି, ଭଲ ହେଲା। ସେଇଟା କଟକୁ ଲାଗିଛି। ରାଜନୀତି ଆରମ୍ଭ ହୋଇଛି, ବିଧାୟକଙ୍କ ସମର୍ଥକ କହୁଛନ୍ତି ଆମେ କରିଛୁ ଏବଂ ବିରୋଧୀ ଦଳର ନେତା କହୁଛନ୍ତି ଆମେ କରିଛୁ। ସେ ଯେ କରୁ ହେଇଛି, ଭଲ ହେଇଛି। ସେଇଟା କଟକ ଭିତରେ ଯାଉଛି, କିଛି ଅସୁବିଧା ନାହିଁ। ମୁଁ ବହୁବାର ଯାଇଛି ସେଠିକି ପ୍ରୋଗ୍ରାମରେ, ତେଣୁ ସେଠି NSC କରାହେଇଛି, ଭଲ କରାହେଇଛି।